ବନ୍ଧୁଗଣ ଜୟ ଜଗନ୍ନାଥ। 15 ଅଗଷ୍ଟ ଭଳିଆ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏମିତି ଗୋଟେ ଭୁଲ କରିଦେଇଛନ୍ତି, ଯେଉଁ ଭୁଲ ଦ୍ୱାରା ଆଜି ସମଗ୍ର ସୋସିଆଲ ମିଡ଼ିଆରେ ସବୁଆଡ଼େ ସେ ଟ୍ରୋଲ ହେଇସାରିଛନ୍ତି। ଏଭ୍ରିଥିଙ୍ଗ ସମସ୍ତଙ୍କୁ ଏ ବିଷୟରେ ଜଣାସାରିଲାଣି। କ'ଣ ସେ ଭୁଲ କରିଛନ୍ତି ନା, ସିଏ ଯେଉଁ ଆଜି ଡ୍ରେସ୍ ପିନ୍ଧିକି ଆସିଛନ୍ତି, ଦେଖନ୍ତୁ ତାଙ୍କ ପକେଟରେ ଯେଉଁ ତିରଙ୍ଗା ଭଳି ଆପଣଙ୍କୁ ଦେଖାଯାଉଛି ତାର କଲରକୁ ଦେଖନ୍ତୁ। ତିରଙ୍ଗାର କଲର ହିସାବରେ ସର୍ବପ୍ରଥମେ यानी कि ଉପରେ ଆମର ସେଫ୍ରନ୍ କଲର ରହିବା ଦରକାର, ମଝିରେ ଧଳା କଲର ରହିବା ଦରକାର, ଆଉ ତଳେ ଡାର୍କ ଗ୍ରୀନ୍ यानी कि ସବୁଜ କଲର ରହିବା ଦରକାର। କିନ୍ତୁ ନରେନ୍ଦ୍ର ମୋଦି ଯେଉଁ ପକେଟରେ ତିରଙ୍ଗା ଲଗେଇଛନ୍ତି ସେଠି ସର୍ବପ୍ରଥମେ यानी कि ଉପରେ ଆପଣଙ୍କୁ ଦେଖାଯିବ ଡାର୍କ ଗ୍ରୀନ୍ यानी कि ସବୁଜ, ମଝିରେ ଧଳା, ଆଉ ସବା ଶେଷରେ ଆପଣଙ୍କୁ ସେଇ ସେଫ୍ରନ୍ କେଶରିଆ କଲର ଦେଖାଯିବ। ଏହା ଦେଖାଉଛି, ଏହା ଦର୍ଶାଉଛି ଯେ କି ଇଏ ହେଉଛି ଆୟାରଲାଣ୍ଡର ଯେଉଁ ପତାକା, ଜାତୀୟ ପତାକା ରହୁଛି ତାର କଲର କୋଡ୍। କ'ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଭୁଲ ଜାଣିଶୁଣି କରିଛନ୍ତି ନା ଜାଣିପାରିଲେ ନାହିଁ? ନା ଏଠି ଏଜୁକେସନ୍ ମ୍ୟାଟର ଆପଣ ଏଠୁ ଜାଣିପାରନ୍ତୁ, ଆପଣ ଏଠୁ ବୁଝିପାରନ୍ତୁ କି ଆକ୍ଚୁଆଲି ଘଟଣା କ'ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଭୁଲ କରିଲେ କାହିଁକି? ଆଉ ଯଦି ଆମେ ମାନୁଛେ ଇଏ ହେଉଛି ତିରଙ୍ଗା ତାଙ୍କ ପକେଟରେ ଲାଗିଛି, ତାହେଲେ ମଝିରେ ଚକ୍ର କାହିଁ? ଚକ୍ର ବି ନାହିଁ। ଥରେ ଚିନ୍ତା କରନ୍ତୁ କି ସତରେ କ'ଣ ମୋଦି ଭୁଲବଶତଃ ୟା ତରବରିଆ ହେଇକି ପଳେଇ ଆସିଲେ କି?